ब्रह्मपुर आस्का रोड स्थित सरकारी उच्च प्राथमिक विद्यालयर 2 दिनिया वार्षिक क्रीड़ा उत्सव मुख्य अतिथि अलिम्पियाड तथा अर्जुन पुरस्कार प्राप्त क्रीड़ाविद श्री के रविकुमार द्वारा उद्घाटित हो जाइछि। ଏହି ଅବସରରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ତାରିଣୀଙ୍କ ସଭାପତିତ୍ୱ କରିଥିବା ବେଳେ ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ବେହେରା, ଅନ୍ୟାନ୍ୟ ସମ୍ମାନିତ ଅତିଥି ରୂପେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀଯୁକ୍ତ ଭାଗୀରଥୀ ସ୍ୱାଇଁ, ୱାର୍ଡ ନମ୍ବର 3ର କର୍ପୋରେଟର ଶ୍ରୀମତୀ ସବିତା ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେଶ କୁମାର ରାୟଗୁରୁ, କ୍ଲଷ୍ଟର ସିଆରସିସି ଶ୍ରୀମତୀ ୟୁ ଭାରତୀ, ବୀର ହନୁମାନ କ୍ଲବର ସମ୍ପାଦକ ଶ୍ରୀ ନାରାୟଣ ସାହୁ, ମହାନଗର ଶିକ୍ଷକ ସଂଘର ସମ୍ପାଦକ ଶ୍ରୀ ଅବନୀ କୁମାର ପାଢ଼ୀ, ସମାଜସେବୀ ଶ୍ରୀ ଚିତ୍ତରଞ୍ଜନ ସାହୁ ଅତିଥି ଭାବେ ମଞ୍ଚାସୀନ ଥିଲେ। ନିକଟସ୍ଥ ଗ୍ରାମଦେବୀ ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ କ୍ରୀଡ଼ାଜ୍ୟୋତି ଅଣାଯିବା ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା କ୍ରୀଡ଼ା ପତାକା ଉତ୍ତୋଳନ କରାଯାଇଥିଲା। ବିଦ୍ୟାଳୟର ଶିଶୁମାନେ ଆକର୍ଷଣୀୟ ପ୍ୟାରେଡ୍ ପ୍ରଦର୍ଶନ କରିବା ବେଳେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ଅଭିବାଦନ ଗ୍ରହଣ କରିଥିଲେ। ଏହାପରେ ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ କ୍ରୀଡ଼ାଜ୍ୟୋତି ପ୍ରଜ୍ୱଳନ କରିଥିଲେ। ଗ୍ରୁପ୍ କ୍ୟାପ୍ଟେନଙ୍କ ଦ୍ୱାରା ଶପଥପାଠ ହେବା ପରେ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଶିଶୁମାନଙ୍କୁ ବୁଝାଇଥିଲେ, ଯାହାକି ପିଲାମାନଙ୍କ ମନରେ ଉତ୍ସାହ ଓ ଖେଳୁଆଡ଼ ମନୋଭାବ ଭରି ଦେଇଥିଲା। ଏହି ଅବସରରେ ମହାନଗର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ରଙ୍ଗେଇଲୁଙ୍ଗଟା ବ୍ଲକ ଅଧୀନସ୍ଥ ସତ୍ୟନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଟୁକୁ କୁମାର ସେଠୀଙ୍କୁ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ଠାରେ ସଦ୍ୟ ଅନୁଷ୍ଠିତ ମାଷ୍ଟର୍ସ ଗେମ୍ 25ରେ 400 ମିଟରରେ ସ୍ୱର୍ଣ୍ଣପଦକ ଓ 200 ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସକାଶେ ସଂଘର କର୍ମକର୍ତ୍ତା ବାଙ୍କ ପ୍ରଧାନ, ସୁନିତା ପଟ୍ଟନାୟକ, ତନୁଜା ଦେବୀ, ରୀତାରାଣୀ ବେହେରା, ଏ କାମରାଜ ପାତ୍ର, ଅନୁଜ ପ୍ରଧାନ, ସୀମାଞ୍ଚଳ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର କ୍ରୀଡ଼ା ଉତ୍ସବ 2 ଦିନ ଧରି ଚାଲୁ ରହିଥିବା ବେଳେ ଏଥିରେ କଙ୍ଗାରୁ ଡିଆଁ, ଦୌଡ଼, ବାଟି ଚାମଚ, ଛୁଞ୍ଚି ସୂତା, ଅଖାଡିଆଁ, ଗଣିତ ଖେଳ, ପୁଚି, କବାଡ଼ି, ସଟ୍ପୁଟ୍ ଭଳି ଖେଳ ସବୁ ରହିଛି। ଏଥିରେ ବିଜେତାମାନଙ୍କୁ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ବିଦ୍ୟାଳୟର ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ। ଶିକ୍ଷୟିତ୍ରୀ ଶ୍ରୀମତୀ ଅସ୍ମିତା କୁମାରୀ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯଥା ଶ୍ରୀମତୀ ନିର୍ମଳା ମହାପାତ୍ର, ଶ୍ରୀମତୀ ସ୍ୱର୍ଣ୍ଣଲତା ତ୍ରିପାଠୀ, ଶ୍ରୀମତୀ ସୁନିତା ଧର, ଶ୍ରୀମତୀ ରୀନା ସାହୁ, ଶ୍ରୀମତୀ ରାଜେଶ୍ୱରୀ ଦାସ, ଶ୍ରୀଯୁକ୍ତ ମନୋରଞ୍ଜନ ପଟ୍ଟନାୟକ, ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ, ଶ୍ରୀ ମହେନ୍ଦ୍ର ପ୍ରଧାନ, ଶ୍ରୀମତୀ ନିର୍ମଳା କୁମାରୀ ସାହୁ ସହଯୋଗ ପ୍ରଦାନ କରିଥିଲେ। ବ୍ୟୁରୋ ରିପୋର୍ଟ, ଆଞ୍ଚଳିକ ବାର୍ତ୍ତା।